ୟୁନିକ୍ ଟାଇପ ର ଗୋଟେ ବାହାଘରଟା ହବ ବୋଲି ଏମିତି କହୁଥିଲେ ନାନୀ ଆଉ। ତ ନାନୀ ଖାଲି ଏତିକି ମତେ କହିଥିଲେ କି ଲାଷ୍ଟ ଟାଇମ ଯେ କାହା ଉପରେ ତୁ କେବେ ବିଶ୍ୱାସ କରିବୁନି, ମାନେ ଠିକ ସେ ବିଶ୍ୱାସ କରିବୁନି। ହଠାତ୍ ସେ ଗୋଡ ଭାଙ୍ଗିବାର କି ମୁଣ୍ଡ ଫାଟିବାର ସେମିତି ତ କିଛି ଚିହ୍ନ ନାହିଁ। ମତେ ଲାଗୁଛି କି ମାନେ ମର୍ଡର କେସ୍ ହେଇଥିବ ଆଉ, ମାରି ମୁରାକି ଫିଙ୍ଗି ଦେଇଥିବେ ଆଉ। ମାନେ ସିଏ ଆମର ହେଲା ମାନେ ସେମାନେ କହିବେ କି ମାମୁ ପୁଅ ମୁଁ, ସିଏ ହୁଁ ହେଲା ମୋର ପିଉସୀ ଝିଅ ବଡ ହୁଁ ନାନୀ ଆଉ। ହୁଁ ଆମର ମିଶାମିଶି ସେମିତି ଭାଇ ଭଉଣୀ ଯେମିତି ମିଶନ୍ତି ସେମିତି ମିଶାମିଶି ଫ୍ରେଣ୍ଡ ହିସାବରେ, ମାନେ ଫ୍ରେଣ୍ଡ ହିସାବରେ ମିଶେ, ଭାଇ ଭଉଣୀ ହିସାବରେ ମାନେ ଆମର ଖୋଲା ଖୋଲି ସବୁ ଟିକେ ହୁଏ। କିନ୍ତୁ ନାନୀ ଆମକୁ ମାନେ ବହୁତ ମାନେ ଭଲ ପାଆନ୍ତି ଗୋଟେ ଆଉ। ହୁଁ ହଁ ତ ସେଇ କେସରେ ଲଭ୍ ଲାଇଫ କଥା ତ ସେମିତି କେବେ କିଛି କହିନାହାନ୍ତି, କିନ୍ତୁ ଆମେ ଶୁଣିଥିଲେ ଜାଣିଥିଲେ ଏମିତି ଭାଇ ବୋଲି ଆମର ଜଣେ ଅଛନ୍ତି ଭୀମସେନ ପ୍ରସାଦ ଟୁଡୁ ବୋଲି ଭାଇ ଜଣେ ଅଛନ୍ତି, ତ ତାଙ୍କର ଲଭ୍ ଚାଲିଛି। ହୁଁ ତ ସେଇ କେସ ରେ ସେମାନେ ଖାଲି କହୁଥିଲେ କି ବାହାଘର ଟା ଏମିତି ହବ ଡିସେମ୍ବରରେ ଏଇ ମାସରେ ହବ ବୋଲି ବାବୁ ଆମର ଏମିତି ସଜ ହବ ସେମିତି ହବ ମେହେନ୍ଦୀ ହବ ଇଏ ହବ ଟିକେ ଆମର ଟିକେ ୟୁନିକ୍ ଟାଇପ ର ଗୋଟେ ବାହାଘରଟା ହବ ବୋଲି ଏମିତି କହୁଥିଲେ ନାନୀ ଆଉ। ହୁଁ ନାଇଁ ସେଟା ତ ମୁଁ ଆଗରୁ ଯେବେ ନାନୀ ଆସେ ସେମିତି ତ ମୁଁ କେବେ ଦେଖି ନାହିଁ, ଏଇଥର ଯେବେ ନାନୀ ଆସିଥିଲା ଟିକେ ଖାଲି ମୁହଁ ଶୁଖେଇଥିଲା। ତ ସେଇ କେସ ରେ ମୁଁ ନାନୀ କୁ ପଚାରୁଥିଲି ଯେ ନାନୀ କଣ ମୁହଁ ଶୁଖେଇଛ ଏଇଥର? ତ ନାନୀ ଖାଲି ଏତିକି ମତେ କହିଥିଲେ କି ଲାଷ୍ଟ ଟାଇମ ଯେ କାହା ଉପରେ ତୁ କେବେ ବିଶ୍ୱାସ କରିବୁନି, ମାନେ ଠିକ ସେ ବିଶ୍ୱାସ କରିବୁନି ହଠାତ୍ ସେ ହୁଁ ହୁଁ ଏତିକି ଖାଲି କହିଥିଲେ। ହୁଁ ପ୍ରିୟ ବୋଲି ହଁ ମୁଁ ଏଇଥର ନାନୀ କୁ ଆସିଲା ପରେ ମୁଁ କହିଥିଲି କି ମୁଁ ଗୋଟେ ପ୍ରାଇଭେଟ ଏମିତି ଜବ କରେ। ହୁଁ ତ ସେଇ କେସ ରେ ମୁଁ କହୁଥିଲି କି ନାନୀ ଟିକେ ସାଲେରୀ ଟେ ପଳେଇ ଆସୁ, ଆମେ ତ ସବୁବେଳେ ଯିଆଡେ ବୁଲାବୁଲି କରେ ପ୍ଲାନ ପ୍ରୋଗ୍ରାମ ରେ କରେ ନା। ହୁଁ ତ ମୁଁ ଏଥର ନାନୀ ଯେତେବେଳେ ଆସେ ସେମାନେ ଟିକେ ପଇସା ଖର୍ଚ୍ଚ କରନ୍ତି ଏଇଟା ପାଇଁ ସେଟା ପାଇଁ, ମୁଁ ଟିକେ ଇନକମ କଲି। ତ ନାନୀ କୁ ସେଇ କେସରେ ମୁଁ କହିଥିଲି କି ନାନୀ ଏଥର ମୁଭି ପଡୁଛି ଆଉ ମୁଁ ଟିକେଟ କରିଦେବି, ଖାଇବା ପଇସା ସବୁ ଦେବି, 4 ତାରିଖ ଦିନ ଯିବା ଆଉ। ଚିହ୍ନ ବର୍ଣ୍ଣ ତ ସେମିତି କିଛି ନାହିଁ, ମତେ କିନ୍ତୁ ଡାଉଟ୍ ଲାଗୁଛି କଣ ଆମେ ତ ଏମିତିରେ ବି ତ ଦେଖ ଗୋଟେ ଛାତ ଉପରେ ଗୋଟେ ଲୋକ ବି ଯଦି ଚଢିକି ବି ଖସୁଛି ମୁଣ୍ଡ ଫାଟୁଛି। ଏକରେ ଗୋଡ ହାତ ବି ଭାଙ୍ଗୁଛି, ସାମାନ୍ୟ ଗୋଟେ ନର୍ମାଲି ଜିନିଷ ବି ଦେଖତେ ଗଲେ ଝିଣ୍ଟି ପଡିଲେ ବି ଗୋଡ ଭାଙ୍ଗି ଯାଉଛୁ। ତ ନାନୀ 42 ଫୁଟ ର ମାନେ ସେ କାଠ ଚଢି ବ୍ରିଜ ନିହାତି 42 ଫୁଟ ର ସେ ଆମର ଫାୟାର ଗେଟ୍ ମାନେ ତ କହୁଛନ୍ତି 42 ଫୁଟୁ ସେ ଖସିଛି। ଆଉ ସେମାନେ ଅନୁମାନ କରୁଛନ୍ତି ମାନେ ଭୁଲ କିଛି ଅନୁମାନ କରିବେନି, ଠିକ ପୁରା ଅନୁମାନ କରୁଥିବେ 42 ଫୁଟ ହେଇଯିବ। ତ ନାନୀ ଖସିବ ମାନେ ସେଠି ଗୋଟେ ଚିହ୍ନ ବି ନାହିଁ, ମାନେ ଗୋଡ ଭାଙ୍ଗିବାର କି ମୁଣ୍ଡ ଫାଟିବାର ସେମିତି ତ କିଛି ଚିହ୍ନ ନାହିଁ। ମତେ ଲାଗୁଛି କି ମାନେ ମର୍ଡର କେସ୍ ହେଇଥିବ ଆଉ, ମାରି ମୁରାକି ଫିଙ୍ଗି ଦେଇଥିବେ ଆଉ। ହଁ ମୁଁ ଜାଣିଛି ସେ ବୁଲାବୁଲି କରନ୍ତି, କିନ୍ତୁ ମୁଁ କେବେ ଯାଇନାହିଁ। କିନ୍ତୁ ସେମାନେ ନାନୀ ଆସନ୍ତି, ଭାଇ ଆସେ ନାନୀକୁ ନେଇକି ଯାଏ, ନାନୀ କହେ ମୁଁ ଯାଉଛି ତମ ଭାଇ ସହିତ ଏଠି ଯାଉଛି ସେଠି ଯାଉଛି, ଏମିତି ନାନୀ ଖାଲି କହିଦେଇକି ଯାଆନ୍ତି। ଯେ ମୁଁ ଯାଉଛି ଭାଇ ସହିତ ଏଇଠି ଯାଉଛି କି ସେଠି ଯାଉଛି, ଆଉ ଆମେ ହଁ ତ ଭାଇ ସହିତ ଏମିତି ଆଗରୁ ବି କଥା ହଉଥିଲେ ନା। ହୁଁ ହୁଁ ତ ତାଙ୍କର ଗୋଟେ ଥିଲା ଆଉ ମାନେ ବାହାଘର କଥା ଶୁଣିତେ ପାଇଥିଲେ ସବୁ ହବ ବୋଲି। ତ ସେଇ କେସରେ ଆମକୁ ହଁ ନାନୀ ତ ଯାଉଛନ୍ତି ଆଉ, ଯିବେ ବୁଲିକି ପଳେଇ ଆସିବେ ଆଉ।